ଆକ୍ସନ ମୁଡ୍ରେ ଜିଲ୍ଲା ପ୍ରଶାସନ ବାଲେଶ୍ୱର ପରେ ଏବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବେଆଇନ ନାଲି ଇଟାଭାଟିକୁ ଉଚ୍ଛେଦ କଲା ତହସିଲ ପ୍ରଶାସନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧୀନସ୍ଥ ଗୁବରଘଟା ଠାରେ। ସୂଚନା ଅନୁଯାୟୀ ଜଳେଶ୍ୱରରେ ଅନେକ ଗୁଡ଼ିଏ ବେଆଇନ ନାଲି ଇଟାଭାଟି ରହିଥିଲା ବେଳେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ମାର୍ଚ୍ଚ ମାସ ପ୍ରଶାସନ ପକ୍ଷରୁ ଫାଇନ ଆଦାୟ କରାଯାଇଥିଲା। ତେବେ ଫାଇନ ଆଦାୟ ପରେ ଅନେକ ଇଟାଭାଟି ପୁଣି ଥରେ କଞ୍ଚା ଇଟାରେ ନିଆଁ ଲଗାଇଥିବା ଦେଖିବାକୁ ମିଳିଥିଲା। ତେବେ ବାଲେଶ୍ୱର ସବ୍ କଲେକ୍ଟରଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି, ଜଳେଶ୍ୱର ପୁଲିସ ଓ ଜଳେଶ୍ୱର ଅଗ୍ନିଶମ ବାହିନୀଙ୍କ ଉପସ୍ଥିତିରେ ପିଙ୍କି, ଓମ୍ ଓ ଜିଗଜାଗ ନାମକ ତିନୋଟି ଇଟାଭାଟିରେ ବୁଲଡୋଜର ବୁଲିବା ସହିତ ପାଣି ମାରି ନିଆଁ ଲିଭାଇଥିବା ଦେଖିବାକୁ ମିଳିଛି। ଜଳେଶ୍ୱରରୁ ଗୌରୀଶଙ୍କର ମହାନ୍ତିଙ୍କ ରିପୋର୍ଟ, ଜେସିଏଲ ଟିଭି। ଆମର ଯାହା ଇଟାଭାଟି ଅଛି ଇଲିଗାଲି ଅପରେଟ୍ ହେଉଥିଲା, ତା ଉପରେ ଆମେ ଫାଇନ୍, ପେନାଲ୍ଟି ଇତ୍ୟାଦି ଆଦାୟ କରିଛୁ। ଆଦାୟ କଲା ପରେ ମଧ୍ୟ ଅନେକ ଇଟାଭାଟି ନୂଆ କଞ୍ଚା ଇଟା ପକାଉଛନ୍ତି। ତା ସହିତ ଆମର ରବିବାର ଦିନ ସବ୍ କଲେକ୍ଟର ସାର୍ ଆସିଥିଲେ ଜଳେଶ୍ୱର ଭିଜିଟ୍ରେ। ସେ ସମୟରେ ଅନେକ ଗୁଡ଼ିଏ ଇଟାଭାଟି ନିଆଁ ମଧ୍ୟ ଲଗାଇଥିଲେ। ତେଣୁ ସେହିସବୁ ଇଟାଭାଟି ଗୁଡ଼ିକୁ ଆଜି ତାଙ୍କର ଯାହା କଞ୍ଚା ଇଟା ଅଛି, ତାଙ୍କର କିଛି ପଡ଼ିଥିବା ଇଟା ତାଙ୍କର ଭାଟି ଭିତରେ ଖୋଲିକି ତା ଭିତରେ ପାଣି ଦିଆ ହେଉଛି ଆଉ ତାକୁ ବନ୍ଦ କରାଯାଉଛି। ହଁ, ଆଉ ଗୋଟେ ଦିନରେ ତ ଆଉ ସବୁ କରିହେବନି, ଧୀରେ ଧୀରେ ଗୋଟେ ଗୋଟେ କରି କରିବା। ଆଉ ଆଜି ମଧ୍ୟ ଆମେ ଅଲଗା ଇଟାଭାଟିର ପ୍ଲାନ୍ କରିଛୁ, ଅଲଗା ଜାଗାରେ ମଧ୍ୟ ତାକୁ ବାନ୍ଧିଛୁ ଆଉ ତାଙ୍କର କଞ୍ଚା ଇଟା ପକାଉଛନ୍ତି ତାଙ୍କୁ ମଧ୍ୟ ନଷ୍ଟ କରିବୁ, ନିଆଁ ମଧ୍ୟ ତାଙ୍କର ଲିଭେଇବା ପାଇଁ ତାକୁ ମଧ୍ୟ ଆମେ ପ୍ଲାନିଂ କରିଛୁ। ତେଣୁ ଏଠୁ ବାହାରି ଆମେ ଅଲଗା ଇଟାଭାଟି ଜଳେଶ୍ୱରରେ ତ ସବୁ ଇଟାଭାଟି ବେଆଇନ, କୌଣସି ପରମିଶନ ଜଳେଶ୍ୱର କ'ଣ ବାଲେଶ୍ୱରରେ ଓଲ୍ଡ ଡିଷ୍ଟ୍ରିକ୍ଟରେ ପରମିଶନ କାହାକୁ ଦିଆଯାଇନି ଯେ ପର୍ଯ୍ୟନ୍ତ ସୁଦ୍ଧା ମୋର ଜ୍ଞାତ ସାରରେ ମୁଁ ଯେତିକି ଜାଣିଛି। ତେଣୁ ଏଠି ଯେତେ ଇଟାଭାଟି ଅପରେଟ୍ କରୁଛି ସବୁ ବେଆଇନ ଇଟାଭାଟି ଅପରେଟ୍ କରୁଛି, ସେଇଥିଲାଗି ସମସ୍ତଙ୍କଠୁ ପେନାଲ୍ଟି ଇତ୍ୟାଦି ଆଦାୟ